हेलो फ्रेंड्स नमस्कार आपण समस्त को आम चैनल प्रिंसी रिटर्न रे आ गोटे ब्लॉग रे बहुत सारा स्वागत। यही ब्लॉगटा एक्चुअली प्रीवियस ब्लॉग जगह पड़िया कथा किंतु ऊपर तल हो जाऊँगी मु भूली भी जाइए मोर गोटे वीडियो मु शूट करके रखी बोली तो आज मोबाइल जगह झीर फोटो उठाइवाई वीडियो बनाई जगह टी फुल देखला जे मु किसी जिनस डिलीट करी बोली देखला बेलू यही दिन शूटिंगटा थिला तो मुझे ऊपर तल आग पछ करके जहाँ सब रखी अपलोड कर दूची मोर स्मृति रखी प्लस आपण मैंने जो मैंने मोर ब्लॉग देखा पसंद करती से मैंने भी देखिए। तो सकाल सकाळू एटा 4:30-5टा बजेर वीडियो मोर सान मौसी बाहर थे घर को जावाई तो समस्ते उठी जाते झील को आणिकी मुझे माँ पाखे शोई कहीं मु भी स्टेशन जीवार लेंका सहित मौसी को छड़ाई तो समस्ते ये बसिकी टिके शेष थर यही थरकर शेष थर मजामस्ती करूँ। झील कथा मन पड़ो हाँ सतरे पड़े तू रही जाऊन एकुटिया तमें हाँ बोले जेनता रही जा कहार बड़र कर टाणिया को आंगुठी गुड़ा पेन ना आसे छोटू एपटू आसनु कौन रह हाँ जिनस रख ए बैग आण बैग आनी पारू आनी पका सब बैग साइनिंग 8-9 मास पर आज मु सकाळु सकाळु पाहांतियारू घर बाहरी ठंडा ठंडा पवन होता है बाहर बहुत मन पड़ा लेंकाउंकर मोर जिते सका 5टा 5:30 चलिया जाऊँ झील रहा पूर्वर कथा गुड़ा बहुत मन पड़ा। भर्ती कर दे मौसी मो भौणी मैंने समस्ते गले तापर लेंगा बुआ मुझे छाड़ी आसला बाटर भल फ्रेश पर सकाळु सकाळु परिवा नहीं कि आम घर को आसिलु। कौ शाग ना बाजे से लाल भाजी ना कि मान भल अच्छी कि देख तीन बिड़ा हाँ हाँ यही शाग भी नवा यहीटा कहाँ है भैया भाभी का ये छोटा नहीं है तो काकुड़ी नवा काकुड़ी 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 केते भाई आम पहुँची गलु आमरी घर पाखापाखि आउ लेंका बाबू जाइछन माछ किणिया
को माछ आनलो हम्म? कोटा मिरकाली भारी टेस्टी लगी मिरी काली आज कौन हम माछ बेसर प्रिंसेस आंडी सालरे केमती कही से ना करिबा लोक ना खाइबा लोक एबे करिया बिया खाइबा भी कोट रखे जे एटा मु धरि परिबेनी तुम रखि दियो आज हमर हबो माछ बेसर माछ आटा जीपी खेल पड़ियार साइड रे चलो जीवा जीवा दुलौथिले जने करावा कहीं बोला रे ते छुआ मन करावा कहीं बोला बोल तो सब कुछ खूब गुसिया से तो बढ़िया से दिल बोलते उठला ଆମେ ଯାଉଛୁ ଛାତ ଉପରୁ କପଡ଼ା ଶୁଖେଇବୁ ଏଁ ଷ୍ଟେସନରୁ ମାଉସୀଙ୍କୁ ଛାଡ଼ିକି ଆସିକି ବାଟରୁ ପନିପରିବା ମାଛ ନେଇକି ଆସିଲୁ ଘରେ ରୋଷେଇବାସ ହେଲା ମାଉସୀ ମାଛ ବନେଇଥିଲା ଆଉ ମୁଁ ଗାଧେଇକି ତାପରେ ଟିକେ ଛାତ ଉପରକୁ ଆସିଲୁ ମେଞ୍ଚେ କପଡ଼ା ଧୁଆ ହେଇଥିଲା ତଳେ ଜାଗା ହୁଏନି ବାଲକନିରେ ସେଥିପାଇଁ ମାଆ ସହିତ ଛାତ ଉପରକୁ ଟିକେ ପଳେଇ ଆସିଲୁ ଛାତ ଉପରକୁ ଆସିକି ଦେଖିଲା ବେଳକୁ ଆମର ଗଛ ସବୁ ଆହୁରି ମେଞ୍ଚେ ବଢ଼ିଯାଇଛି ବହୁତ ସୁନ୍ଦର ଦେଖାଯାଇଥିଲା କିନ୍ତୁ ପ୍ରବଳ ଖରା ହେଉଥିଲା ବୋଲି ବେଶୀ ସମୟ ରହି ହେଲାନି ହେଲେ ବି ମନ ମାରିଲାନି ବୋଲି ସବୁ ବୁଲି ଟିକେ ସବୁ ଗଛ ଦେଖିଲି ଆଉ ଆମ ଛାତ ଉପରୁ ପୁରା ଭୁବନେଶ୍ୱର ଦେଖାଯାଏ ବୋଧେ ମୋତେ ଲାଗେ ସେମିତି ଆଉ ଏତେ ସୁନ୍ଦର ଗଛ ସବୁ ବହୁତ ବଢ଼ିଆ ଲାଗୁଥିଲା ଆର ପୂର୍ବ ବ୍ଲଗ୍ଟା ଯେଉଁଟା ଝିଅକୁ ପ୍ରଥମ ଥର ଛାତ ଉପରକୁ ନେଲୁ ବୋଲି କହିଥିଲି ସେଇଟା ଆକ୍ଚୁଆଲି ଆର ପରେ ସେଇ ବ୍ଲଗ୍ଟା ହେଇଥିଲା କିନ୍ତୁ ମୁଁ ଭୁଲରେ ଆଗେ ତାକୁ ଅପଲୋଡ଼ କରିଦେଇଥିଲି ତ ମୁଁ ଝିଅ ହେଲା ପରେ ଆଜି ପ୍ରଥମ ଥର ଛାତ ଉପରକୁ ଯାଇଥିଲି ବହୁତ ଭଲ ଲାଗିଲା ଟିକେ ଖୋଲା ଆକାଶରେ ବାହାରକୁ ବାହାରିକି ଏମିତିରେ ତ ମେଡ଼ିକାଲ କାମରେ ବାହାରକୁ ଯାଉଛି କିନ୍ତୁ ଛାତ ଉପରେ ଅଲଗା ପ୍ରକାର ଟିକେ ଲାଗେ ଝିଅର ବି ମେଞ୍ଚେ କପଡ଼ା ଧୁଆ ହେଇଥିଲା ଘରର ବି ମେଞ୍ଚେ କପଡ଼ା ଧୁଆ ହେଇଥିଲା ସବୁ ଧୁଆଧୁଇ କରିକି ଶୁଖାଶୁଖି କରିକି ତାପରେ ଆମେ ଘରକୁ ଯାଇକି ଖାଇଲୁ ଭିଡ଼ିଓ ଗୁଡ଼ା ସୁଟିଂ କରିକି ମାସେ ଦେଢ଼ ମାସ ପରେ ମୁଁ ଏଡ଼ିଟ୍ କରିଛି ବୋଲି ମୁଁ ନିଜେ ବି ଭୁଲି ଯାଉଛି ଆକ୍ଚୁଆଲି ସତ କଥା ଗୁଡ଼ା ଘରର କିଛି ମାନେ ଲୁଗା ଆମେ ଆଣିନଥିଲୁ ଶୁଖିବାକୁ କେବଳ ଝିଅର କପଡ଼ା ଗୁଡ଼ା ଧରିକି ଆସିଥିଲୁ ଖରାରେ ଦେବା ପାଇଁ କାହିଁକିନା ଲେଟ୍ ବି ହେଇଯାଇଥିଲା ବହୁତ ଧୁଆଧୁଇ କରିକି ମୁଁ ଗାଧେଇଲା ବେଳେ ଧୋଇ ଦେଇଥିଲି ମୁଁ ପାଖାପାଖି 2ଟା 2:30 ବେଳେ ଗାଧେଇଥିଲି କାମ ଥିଲା ଟିକେ ଝିଅ ଯୋଗୁଁ ବି ଠିକ୍ ଟାଇମ୍ରେ ଗାଧେଇ ହେଉନି ତ ଝିଅର ଲୁଗା ଗୁଡ଼ା ତଳେ ଶୁଖିବନି ସେଥିପାଇଁ ତାହାର ଖାଲି ନେଇକି ଆମେ ଉପରକୁ ଆସିଥିଲୁ ଖରା ବି ବାଜିଯିବ ଶୀଘ୍ର ବି ଶୁଖିଯିବ ପବନ ବି ବହୁତ ଜୋର ହେଉଥିଲା ଖରା ସହିତ ତ ଶୁଖାଶୁଖି କରିଦେଇକି ତାପରେ ଘରକୁ ଯାଇକି ଖାଇବାକୁ ବସିଲି ମୁଁ ଖାଇଥିଲି ଭାତ ନାଲି କୋଶଳ ଶାଗ ମାଛ ବେସର ତରକାରୀ ଆଉ ଲେଙ୍କା ବାବୁଙ୍କ ପାଇଁ ହେଇଥିଲା ସେ ବି ଭାତ ଖାଇଥିଲେ ଭାତ ଶାଗ ଆଉ ଫୁଲକୋବି ଗ୍ରୀନ୍ ମଟର ଏମିତି ଗୋଟେ ତରକାରୀ ହେଇଥିଲା ଷ୍ଟାର୍ଟ ହେଇଯିବ 1755 ହଁ ଶୁଆ ମାଣ୍ଡ ସବୁ କାହିଁକି ଛାତ ଉପରୁ ଆସିକି ଖାଇ ପିଇକି ଏଇଠି ବସିଥିଲେ ସମସ୍ତେ ମା ଆଉ ମାଉସୀ ଝିଅକୁ ଖେଳଉଥିଲେ ଝିଅ ଏଇଠି ଥିଲା ମୁଁ ବାକି ସେପଟରେ ଘର କାମ ଟିକେ କରିବାର ଥିଲା ସେଥିପାଇଁ ଝିଅକୁ ଏଇଠି ଛାଡ଼ି ଦେଇଥିଲି ସେ ମୋ ପାଖରେ ଥିଲେ କାମ କରିବାକୁ ଦେବନି ଆଉ ସେ ଏଇଠି ଆରାମସେ ଦୁଇ ଆଈ ମଝିରେ ଶୋଇକି ମଜା କରୁଛି ଆଉ ଯେତେବେଳେ ଘର ଖାଲି ହେଇଗଲା ସମସ୍ତେ ପଳେଇଲେ ସବୁ ଜିନିଷ ଏଡ଼ିଟ୍ କରୁଛି ଏବେ ଦେଖିଲା ବେଳକୁ ମୋତେ ବହୁତ କଷ୍ଟ ଲାଗୁଛି ମନେ ପଡ଼ୁଛି ସମସ୍ତଙ୍କ କଥା ଏଇ ଯେଉଁ ଖୁସି ଗୁଡ଼ା 2 ଦିନର ଯେତେବେଳେ ଘର ଲୋକ ଆସିକି କିଏ ପଳାନ୍ତି ଭଲ ଲାଗେନି ଜମା ବି ମୁଁ ଗୋଟେ ଅଜବ ପ୍ରକାରର ମଣିଷ ଏଇ କଷ୍ଟଟା ଲାଗିବ ବୋଲି ଯେତେବେଳେ ଆମ ଘରୁ କିଏ ଲୋକ ଆସନ୍ତି ମୁଁ ଆଗୁଆ ଭାବି ଦେଇଥାଏ ଯେ ପଳେଇଲେ ପୁଣି ଦୁଃଖ ଲାଗିବ ବୋଲି ମୋତେ କେହି ମୁଁ ଚାହେଁ ନା କିଏ ଆସନ୍ତୁ ବୋଲି ଏଇଟା ସମସ୍ତେ ଜଜ୍ କରିବେ ଅଜବ ପ୍ରକାରର କିନ୍ତୁ ମୋର ହୁଏ ଏଇଟା ସବୁବେଳେ ମାଉସୀ ଝିଅକୁ ଶୁଆଇଥିଲେ 5ଟା ପୂର୍ବରୁ ଖରା ପଳେଇବ ଭାବିକି ମାଆର ମୋର ଛାତ ଉପରକୁ ଆସିଥିଲୁ ଝିଅର ଲୁଗା ନେବା ପାଇଁ ଛାତ ଉପରକୁ ଆସିଲା ବେଳକୁ ଦେଖିଲି ବହୁତ ବଢ଼ିଆ ପବନ ହେଉଛି ଇଚ୍ଛା ହେଲା କିଛି ସମୟ ରହିବାକୁ ଆଗରୁ ଯେତେବେଳେ ଛାତ ଉପରକୁ ଆସିଲେ ଘଣ୍ଟା ଲେଙ୍କା ବାବୁଙ୍କର ମୋର ଆମେ ରହୁ ବୁଲୁ କଥାବାର୍ତ୍ତା ହଉ ଯାଉ ଆଜି କିଛି ସମୟ ରହିଲି ମା ଯେତିକି ସମୟ କପଡ଼ା ତାର
କ'ଣ କୁହନ୍ତି ସେଇଟା ଯେ ଓ ଯାହା ବି ମା' ଯାହା ବି ହଉ ସିଏ ଯେ ପର୍ଯ୍ୟନ୍ତ ମା' କପଡ଼ା ତୋଳୁଥିଲା ମୁଁ ସେତିକି ସମୟ ରହିଲି ସତ, କିନ୍ତୁ ମୋ ମନଟା ମୋ ଝିଅ ପାଖରେ ଥିଲା ଯେ କାଳେ ଝିଅ ଉଠି ଯାଇଥିବ କି। ଏବେ ଯେତେବେଳେ ଏଡ଼ିଟ୍ କରୁଛି ମୋର ସେ କଥା ମନେ ପଡ଼ୁଛି, ଭାବୁଛି କି ଜୀବନ କେତେ ଚେଞ୍ଜ ହେଇଗଲା। ଆଗେ ଆମେ କେବଳ ଆମର ଚିନ୍ତା କରୁ, ଏବେ ସବୁ କଥା ପୂର୍ବରୁ ନିଜ ଝିଅର ଚିନ୍ତା କରିବାକୁ ପଡ଼ୁଛି ନ ଆପେ ଚିନ୍ତା ହେଇଯାଉଛି। ହେଲେ ବି କିଛି ସମୟ ରହିଲି, ତାପରେ ଯାଇ ଘରକୁ ଗଲି। ଏତେ ସାରା ଲୁଗା ଶୁଖାଇଥିଲା, ମୋର ଅଳ୍ପ ଟିକେ ଶୁଖାଇଥିଲା, ଗୋଟେ ଦୁଇଟା ଡ୍ରେସ୍, ମାଆର ଶାଢ଼ୀ ଗୋଟେ ଆଉ ଝିଅର ମେଞ୍ଚେ ଖଣ୍ଡେ, ସବୁ ପୁରା ବଢ଼ିଆ ସେ ଖରା ବାଜିକି ଶୁଖିଯାଇଛି। ଛାତ ଉପରେ ଆମର 15-20 ମିନିଟ୍ରେ ହିଁ ଲୁଗା ଶୁଖିଯାଏ, କାହିଁକିନା ବହୁତ ଖରାକୁ ପବନ ବି ବହୁତ। ଗତକାଲି ମୁଁ ମୁଣ୍ଡ ଶ୍ୟାମ୍ପୁ କରିଥିଲି, ଆଉ ମୁଁ ନୁଖୁରା ଚୁଟିରେ ଜମା ରହିପାରିନି। ଶ୍ୟାମ୍ପୁ କଲେ ହିଁ ନେକ୍ସଟ ଦିନ କି ସେଇଦିନ ହିଁ ତେଲ ଲଗେଇଦିଏ। ଆଉ ଆଜି ମା' ଯେହେତୁ ଅଛି, ମା' ମୋତେ ତେଲ ମାଲିସ କରିଦେଇଥିଲା। ବହୁତ ରାତି ଅନିଦ୍ରା ହେଇକି ଟାୟାର୍ଡ଼ ହେଇକି ମୁଣ୍ଡ ପୁରା ଗୋଳମାଳିଆ ଲାଗେ, ବେଳେବେଳେ ଲାଗେ ଯେମିତି କୋଳାହଳ ଟାଇପ୍ର। ଆଉ ସେଇ ସମୟରେ ଯଦି ମା' ହାତର ତେଲ ମାଲିସ ମିଳିଗଲା ଆଉ ବହୁତ ବଢ଼ିଆ ଲାଗେ। ଆଉ ମୋତେ ପୁରା ଶାନ୍ତି ଲାଗିଲା, ରିଲାକ୍ସ ଲାଗିଲା। ଝିଅ ମୁଁ ଆସିଲା ବେଳକୁ ଛାତ ଉପରୁ ଶୋଇପଡ଼ିଥିଲା, ଆଉ ମୋତେ ଦେଖିକି ଆବାଜ ଶୁଣିକି ଉଠିକି ପୁଣି କାନ୍ଦିଲା। ତାକୁ ମୁଁ ସେଥିପାଇଁ ତଳେ ରଖେଇନି କି ବେଡ଼୍ରେ ଶୁଆଇନି, ମୋ କୋଳରେ ଧରିଥିଲି। ତାପରେ ଏଇଠି ତା ମାମୁଁ ତାକୁ ଟିକେ ଧରିଛି। ଆସ୍ତେ ଆସ୍ତେ ଦେଖି ଯାହା ସବୁ କପଡ଼ା ଲୁଗା ସବୁ ଶୁଖା ହେଇଥିଲା ଛାତ ଉପରେ ସବୁ ଆଣିକି ଏଠି ଭାଙ୍ଗିକି ପାର୍ଟିସନ୍ କରିକି ରଖିଲି। ଆଉ ମାଉସୀ ଏଇଟା ଗୋଟେ ଶାଢ଼ୀକୁ କାଟି ଦେଇଥିଲି ଝିଅର କାମରେ ୟୁଜ୍ କରିବାକୁ। ମୁଁ ତ ସବୁବେଳେ ତାକୁ ଡାଇପର୍ ୟୁଜ୍ କରେ ଷ୍ଟାର୍ଟିଂରୁ, କିନ୍ତୁ ସମସ୍ତେ ପାର୍ଟି କଲେ ସବୁବେଳେ ଡାଇପର୍ ଲଗେଇକି ରାସେସ୍ ଟାଇପ୍ର ହେଇଥିଲା, ଘିମିରି ଟାଇପ୍ର ତାର। ତ ସମସ୍ତେ କହିଲେ ବେଳେବେଳେ ଡାଇପର୍ ଫ୍ରି ରଖ, କେତେବେଳେ 1-2 ଘଣ୍ଟା ଆଟଲିଷ୍ଟ। ଆଉ ଝାଡ଼ା ତ ସବୁବେଳେ କରିବନି, କିନ୍ତୁ ପରିସ୍ରା କରିଦେବ କାଳେ, ସେଥିପାଇଁ ଏଇ କପଡ଼ା ଟିକେ ଟିକେ ପିନ୍ଧେଇକି ତାକୁ ଡାଇପର୍ ଫ୍ରି ରଖ ବୋଲି ସେ ତାଙ୍କ ହିସାବରେ କାଟିକି ରଖିଦେଇଥିଲେ। ଗୋଟେ ଡବା 3ଟା ଖଣ୍ଡେ ଝିଅର କାମରେ ୟୁଜ୍ କରିବା ପାଇଁ ଲେହେଙ୍ଗାକୁ ମୋତେ ଆଣିକି ଦେଇଥିଲେ। ତ ମୁଁ ଏଇଥିରେ ଝିଅର ଯାହା ସବୁ ଡେଲି ଦରକାରୀ ଜିନିଷ ଗୁଡ଼ା ଅଲଗା ଅଲଗା କରି ଏଇଥିରେ ରଖିବି ବୋଲି ଏଇଠି ବସିଯାଇଛି। ଆଉ ଆମର ଭାରତୀୟମାନଙ୍କ ଘରେ ଶାଢ଼ୀ, ପୁରୁଣା କଟନ୍ ଶାଢ଼ୀ ଗୁଡ଼ା ବହୁତ କାମରେ ଆସେ। ଛୋଟ ପିଲା ଘରେ ଜନ୍ମ ହେଲେ ଆମ ବେଳକୁ ୟୁଜ୍ କରାହେଉଥିଲା। ଆମ ବେଳକୁ କେଉଁ ଡାଇପର୍, କେଉଁ ହଗିସ୍ କିଛି ବି ନଥିଲା। ଏବେ ମିଳିଲାଣି, ସବୁ ସୁବିଧା ହେଲାଣି। ୟୁଜ୍ କରିଲେ ବି ଘର ଲୋକମାନଙ୍କର ସେଇ ପୁରୁଣା ଚିନ୍ତାଧାରା ତ କହିବିନି, ତାଙ୍କର କନସର୍ନ ସେଇଟା। ତ ଏଇଠି ମାଆର ଗୋଟେ ପୁରା ପୁରୁଣା ଶାଢ଼ୀ ଯେଉଁଟା ସଫ୍ଟ ହେଇଯାଇଥିବ, ପୁରା ବେଶୀ ବି ଛିଣ୍ଡା ଛିଣ୍ଡି ହେଇନଥିବ, ସେଇଟା ବହୁତ ବଢ଼ିଆ କାମରେ ୟୁଜ୍ ହୁଏ। ମୁଁ ତାକୁ ଭାଙ୍ଗି ଭୁଙ୍ଗି ରଖିଲି, କେତେବେଳେ ବି କେଉଁ କାମରେ ଆସିବ। ଡାଇପର୍ ଫ୍ରି କଲାବେଳେ ୟୁଜ୍ ନ କଲେ ବି ଅଲଗା କୌଣସି ବି କାମରେ ଝିଅର ଆସିଯିବ ଭାବିକି ମୁଁ ବି ଭାଙ୍ଗିକି ବଡ଼ ଡବାରେ ତା'ର କନା ଗୁଡ଼ା ରଖିଲି। ଆଉ ତାପରେ ଆଉ ଗୋଟେ ଡବାରେ ଏଇଟା ମାନେ ବାହାର ଜିନିଷରେ ୟୁଜ୍ ହେବା କନା ଗୁଡ଼ା। କେତେବେଳେ ଯଦି ଡାଇପର୍ ଫ୍ରି ରଖିଲି, କେତେବେଳେ 1-2 ଘଣ୍ଟା ପାଇଁ ସେଇ କାମରେ ୟୁଜ୍ କରିବି। ଆଉ ଗୋଟେ ଡବାରେ ଝିଅର ଯାହା ସବୁ ତା'ର ସାବୁନ, ତେଲ, ସାମ୍ପୁ, ଯାହା ସବୁ ତା'ର କସ୍ମେଟିକ୍ କହିବି କି କ'ଣ କହିବି ଜାଣିପାରୁନି, ତା'ର ୱାଇପର୍, ଏସବୁ ଜିନିଷ ଏଇ ଗୋଟେ ଡବାରେ ଭର୍ତ୍ତି କରିକି ରଖିଲି। ଅଲଗା ଅଲଗା ଜାଗାରେ ଫେଲିକି ରହିଲା ବେଳକୁ ଖୋଜିଲେ ବି ଅସୁବିଧା। ଗୋଟେ ଜାଗାରେ ରହିଲେ ତାକୁ ଗାଧେଇକି ଆସିଲା ପରେ ଏକାଥରକୁ ରେଡ଼ି କରିହେବ। ଆକ୍ଚୁଆଲି ଏଇ ଜିନିଷ ଗୁଡ଼ା କିଣା ହେଇଛି, ଆସିଛି, କିନ୍ତୁ ୟୁଜ୍ ମୁଁ ଏଯାଏ ହେଇନି, ମାନେ କରିନି ଝିଅକୁ। ଖାଲି ସାବୁନ ୟୁଜ୍ କରୁଛି ଗାଧେଇଲା ବେଳକୁ, କିନ୍ତୁ କ୍ରିମ୍, ପାଉଡ଼ର, ଲୋସନ୍ କିଛି ବି ମୁଁ ୟୁଜ୍ କରିନି। ଲେହେଙ୍ଗାକୁ ପାର୍ଟି କରୁଛନ୍ତି, ଏତେ ଛୋଟ ଛୁଆକୁ କିଛି ଦରକାର ନାହିଁ ସବୁ ଜିନିଷ ୟୁଜ୍ କରିବା, 3-4 ମାସ ହେଇଯାଉ ତାପରେ ୟୁଜ୍ କରିବୁ, ସେଥିପାଇଁ ମୁଁ ଡବାରେ ଭର୍ତ୍ତି କରିକି ରଖିଦେଉଛି। ତାପରେ ଆଉ ଗୋଟେ ଡବାରେ ଗୋଟେ ନୂଆ ଧୋତି କନାକୁ ଡେଟଲ୍ରେ ଧୋଇକି ଶୁଖେଇକି ତାକୁ କାଟି କାଟି ରଖିଛି। ମୁହଁ ପୋଛିବା ପାଇଁ ଭଲ ସୁବିଧା ହୁଏ, ଯେତେବେଳେ ଲାଳ ବାହାରିଥାଏ କି କ୍ଷୀର ପିଇଲା ପରେ ମୁହଁ ପୋଛିବା ପାଇଁ ଏ ଧୋତି କନାଟା ସଫ୍ଟ ବି, ଛୋଟ ପିଲା ପାଇଁ ଭଲ। ତ ସେଇଟା କାଟିକି ଏଇ ଗୋଟେ ଡବାରେ ରଖିଲି। ଏଇ 3ଟା ଡବାରେ ମୋ ଝିଅର ସବୁ ସାମାନ ରହିଗଲା।